ପାଖକୁ ଏଥିପାଇଁ ଆସିଥିଲି ଯେ ଯୋଉ ବାର୍ଷିକ 3 ମିଲିୟନ ଟନ୍ ମାଲ ଯାଉଛି ଆମର ଏଇଠୁ କଣିହାମାଲ ଠାରୁ ତାକୁ 6 ମିଲିୟନ କୁ ବର୍ଦ୍ଧିତ କରିବା ପାଇଁ ବୋଲିକିରି ଜିଲ୍ଲାପାଳ ପାଖରେ ଗୋଟେ ଆବେଦନ କରିବାକୁ ଯାଇଥିଲୁ। ଅଞ୍ଚଳରେ ବହୁତ ଗୁଡା ଯୋଉ 3 ମିଲିୟନ ଟନ୍ ରେ ଚାଲିଛି ନା ବହୁତ ଗୁଡାଏ ଗାଡି ଚାଲିଛି, ବହୁତ ଗୁଡାଏ ମାଲିକ ଅଛନ୍ତି, ଛୋଟ ମୋଟ ଲୋକ ଏମିତି ବହୁତ ମାନେ ନିଜ ପଇସାରେ ଗାଡି କିଣିକିରି ଗୋଟେ ଦିଟା ଗାଡି କରିକି ମଧ୍ୟ ତାଙ୍କେ ମାଲ ବୋହୁଛନ୍ତି। ତା ଦ୍ୱାରା ବହୁତ ଗୁଡାଏ ଡ୍ରାଇଭର ସେଠି ନିଯୁକ୍ତି ପାଉଛନ୍ତି। ଡ୍ରାଇଭର ସହିତ ସହିତ ଅଞ୍ଚଳରେ ଯେତିକି ପାଠ ନ ପଢିବା ପିଲା ଯୋଉ ହେଲ୍ପର ଆକାରରେ ମଧ୍ୟ ସେଠି ଜଏନ ହେଇକିରି ତାଙ୍କେ ନିଜ ପେଟ ପାଟଣ ମଧ୍ୟ କରିପାରୁଛନ୍ତି। ଆଉ ସେ କମ୍ପାନୀ ଯୋଉ 3 ମିଲିୟନ ଟନ୍ ନଉଛି ସେ ଅଞ୍ଚଳରେ ବହୁତ ଗୁଡାଏ ବିକାଶ କାମ ମଧ୍ୟ କିଛି କିଛି ଭାବରେ କରିକି ଆସୁଛି। ଆମେ ଭାବୁଛୁ ଯେ 6 ମିଲିୟନ ଟନ୍ ଯଦି ଆହୁରି ନବ ତ ଆମର ଆଉ ଅଧିକ ଉନ୍ନତ ହବ ବୋଲି ଆମେ ଚିନ୍ତା କରୁଛୁ। ଆଜ୍ଞା ଖଣି ତ ଏମପିରେ ମଧ୍ୟ ସରୁଛି, 3 ମିଲିୟନ ଟନ୍ ହେଲେ ମଧ୍ୟ ତ ସରୁଛି, କିନ୍ତୁ ଯଦି କମ୍ପାନୀ ଯଦି 6 ମିଲିୟନ ନବ ଆମର ଆହୁରି ଅଧିକ ଆମ ଅଞ୍ଚଳରେ ଅଧିକ ଉନ୍ନତ ହବ ବୋଲି ଆମେ ଭାବୁଛୁ। ଅଞ୍ଚଳବାସୀଙ୍କର ଦେଖନ୍ତୁ ଅନେକ ଗାଡ଼ି ମାଲିକମାନେ ଅଛନ୍ତି, ସେମାନେ ବଞ୍ଚିବେ। ତା ବାଦେ ଡ୍ରାଇଭର ଭାଇମାନେ ବଞ୍ଚିବେ, ହେଲ୍ପର ମାନେ ବଞ୍ଚିବେ, ବେକାରୀ ସମସ୍ୟା ଦୂର ହେବ। କାରଣ ହେଲା ଦେଖନ୍ତୁ ଆମର ଏରିଆରେ ଆଦିତ୍ୟ ଆଲୁମିନିୟମ ବୋଲିକି କଂସାରୀ କାରଖାନା ଅଛି। ସେଇଠି ଲୋକାଲ ଲୋକମାନଙ୍କର କିଛି ବି ନିଯୁକ୍ତି ସେଠି ହେଇପାରୁନି। ଯାହା ଅଛି ବାହାର ଲୋକ ଆସିକି ସେଠି କାମ କରୁଛନ୍ତି। ତ ଗୋଟେ ଡ୍ରାଇଭର ଭାଇ ସେଠି କମ୍ପାନୀରେ ଗାଡ଼ି ଚଲେଇ ବୋଲି ବି ତାଙ୍କୁ ଡ୍ରାଇଭରର ସୁଯୋଗ ଦିଆଯାଇପାରୁନି।